ଜଗନ୍ନାଥ। ଆମେ ଆଜି ସକାଳୁ ସକାଳୁ ବାହାରି ପଡ଼ିଲି ବାପ ଘରକୁ। ଆଜି ବଡ଼ ଭାଇର ବାର୍ଥଡେ ଅଛି, ସେଇଥିପାଇଁ ସେ ଡାକିଛନ୍ତି, ଇନଭାଇଟ୍ କରିଛନ୍ତି ଆମେ ସମସ୍ତଙ୍କୁ। ଆମେ ଯାଇଛୁ। ଏଠି ମୁଁ ବଡ଼ ଭଉଣୀ ଏଠି ଛତୁ ଚିଲି ସବୁ ଏଠି ବନଉଛି। ଏଠି ମଟନ୍ ବନା ଚାଲିଛି ଛାତ ଉପରେ। ଏଠି ଭାଉଜ ବି ବନଉଛନ୍ତି, ଛତୁ ବନଉଛନ୍ତି। ଏଠି ଦେଖ କେତେ ଜଣ ଅଛନ୍ତି ମଟନ୍ ବନେଇଲା ବେଳେ, କେତେ ଜଣ ଏଠି ଅଛନ୍ତି। ମାନେ ମଟନ୍ ବନା ହେଉଛି କିନ୍ତୁ ସମସ୍ତେ ସେଥିରେ ଲାଗି ପଡ଼ିଛନ୍ତି। ତାହେଲେ ମଟନ୍ଟା ଆଜି କେତେ ଟେଷ୍ଟି ନ ହେଇଥିବ ଭାବିଲ ଦେଖି। ଘାଣ୍ଟା ଚାଲିଛି ଏଠି। ମୋ ଦିଦି ଠିଆ ହେଇକି କହୁଛି କି ଆଜି ମଟନ୍ଟା ଭଲ ହେବ ନା। ଏତେ ଲୋକ ଆଜି ମଟନ୍ରେ ହାତ ମାରୁଛନ୍ତି, ମାନେ ମଟନ୍ଟା ଆଜି ଭଲ ହେବ କି ନାହିଁ। ଏଠି ମୁଁ ବସିକି ଏଠି ପିଆଜ ରସୁଣ ଛଡ଼ଉଛି, ସକାଳୁଠୁ ଛଡ଼ଉଛି ବୋଲି ମୋତେ ଯେ କି ଗାଳି, ଏତେ ସମୟ ଛଡ଼ଉଛି ପିଆଜ ରସୁଣ। ମୁଁ ତା ଭିତରେ ବାହାରି ପଡ଼ିଥିଲି ରିଲ୍ସ ବନେଇବା ପାଇଁ, ସେଥିପାଇଁ ମୋର ଟିକେ ଲେଟ୍ ହେଇଗଲା। ଏଠି ବଡ଼ ଦିଦି, ଆମର ଜଣେ ବଡ଼ ଦିଦି, ତାଙ୍କୁ ବି ଡକା ହେଇଥିଲା, ସିଏ ବି ଆସିଛନ୍ତି। ସିଏ ବହୁତ ଭଲ, ସିଏ ତାଙ୍କର ଟିକେ ଆଜି ଲେଟ୍ ହେଇଗଲା ଆସିବାର। ସିଏ ବି ଆସିକି ପହଞ୍ଚିଗଲେ, 1 ବି ବାଜିଗଲାଣି। ଦିନରେ ଆଜି ପ୍ରୋଗ୍ରାମ୍ଟା ହେଉଛି ନା, ଆଜି ସନ୍ଧ୍ୟାବେଳେ ହେଉନି, ଦିନରେ ହେଉଛି। ଏଠି ମୋ ହଜବେଣ୍ଡ ଏଠି ମଟନ୍ ଘାଣ୍ଟୁଛନ୍ତି, ତାଙ୍କୁ ଲାଷ୍ଟ ତାଙ୍କୁ ହିଁ ଦେଇ ଦେଇଛନ୍ତି ଘାଣ୍ଟିବା ପାଇଁ। ସେ ଘାଣ୍ଟୁଛନ୍ତି। ତାପରେ ଏଠି ଫେର ବାର୍ଥଡେ ପାଇଁ ପ୍ରିପାରେସନ୍ ଚାଲିଛି। ତାଙ୍କର କେକ୍ କାଟାଯିବ, ଭାଇର କେକ୍ କଟା ହେଲା, କାହିଁକିନା ସେ ବଡ଼ ଦିଦି ପଳେଇବେ ନା, ଭାଇ ଖାଇବେ ତ ଲେଟ୍ ହେଇଯିବ। ଏଠି କେକ୍ କଟା ହେଲା, ଆମର ଗୋଟେ ଛୋଟ ବେବି ଆସିଛି, ତାକୁ ବି ଧରିକି ଭାଇ କେକ୍ କାଟିଲେ। ଲାଷ୍ଟରେ ଏଠି ଛାତ ଉପରେ ବସିକି ଆମେ ସମସ୍ତେ ଖାଇବା ଆରମ୍ଭ କରିଦେଲୁ। ମଟନ୍ଟା କେମିତି ହେଇଛି ଆଜି ଟେଷ୍ଟ କରିକି ଜଣାପଡ଼ିବ। ଏଠି ଦିଦି ଆଗେ ଟେଷ୍ଟ କରୁଛି ଚେୟାରରେ ବସିକି, ତାପରେ ଆମେ ଏଠି ବସିଯାଇଛୁ ଖାଇବା ପାଇଁ। ମୁଁ ଆଗେ ଖାଉଛି, ଦେଖ କେମିତି ଟେଷ୍ଟ ହେଇଛି।